ଓଡ଼ିଶା ହାଇକୋର୍ଟଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଆଜି ପ୍ରକାଶ ପାଇଛି, ଯେଉଁଟାକି ସଂରକ୍ଷଣ ଲାଗୁ ହେବ ନାହିଁ। ଯେମିତିକି SC, ST, SC, BC ଏଭଳି ଯେଉଁ ବିଭିନ୍ନ ପୋଷ୍ଟ ବାହାରିଲା ପରେ ସବୁ ରିଜର୍ଭେସନ୍ ଥାଏ, ଅନରିଜର୍ଭ କିଛି ଥାଏ 50%, ଆଉ SC, ST, SC, BC ଏଭଳି ରିଜର୍ଭେସନ୍ ଥାଏ। ଏଇ ଯେଉଁ ପଦବୀ ଗୁଡ଼ିକ ଅଛି ଏଥିରେ ସଂରକ୍ଷଣ ଲାଗୁ ହେବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ଏବଂ ପଞ୍ଚାୟତ ରାଜ ବିଭାଗର 2018ର ନିର୍ଦ୍ଦେଶନାମାଟାକୁ ରଦ୍ଦ କଲେ। କେଉଁ ପଦବୀରେ ଆମର ଲାଗିପାରିବ ନାହିଁ? ଯେଉଁ ପଦବୀ ଗୁଡ଼ିକ କଣ୍ଟ୍ରାକ୍ଚୁଆଲ ରହିଛି, ଯେଉଁଗୁଡ଼ିକ କଣ୍ଟ୍ରାକ୍ଚୁଆଲ ପଦବୀ ସମ୍ପୂର୍ଣ୍ଣ ଭାବରେ କଣ୍ଟ୍ରାକ୍ଚୁଆଲ, ଯେଉଁଟା କଣ୍ଟ୍ରାକ୍ଚୁଆଲ କିଛି ବର୍ଷ ପାଇଁ ପରେ ରେଗୁଲାର ହେଇପାରୁଛି ସେ ପଦବୀ ନୁହେଁ, ଯେଉଁଟା ଟୋଟାଲି କଣ୍ଟ୍ରାକ୍ଚୁଆଲ ସେଭଳି ପଦବୀରେ ଲାଗିପାରିବ ନାହିଁ ରିଜର୍ଭେସନ୍ ବା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଇପାରିବ ନାହିଁ। ଯେମିତିକି ରହିଛି ଗ୍ରାମ ରୋଜଗାର ସେବକ GRS ଏକ ଠିକା ବା କଣ୍ଟ୍ରାକ୍ଚୁଆଲ ପଦ, ତେଣୁ ଏହି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ଲାଗୁ ହେବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପକ୍ଷରୁ 2018 ମସିହାର ନିର୍ଦ୍ଦେଶନାମାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ବିଶ୍ୱରଞ୍ଜନ ପାଣିଗ୍ରାହୀ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାକୁ ଶୁଣାଣି କରି ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଏହି ରାୟ ଦେଇଛନ୍ତି। ଦେଖିବା କ'ଣ ରହିଛି ଏଇ GRS ପଦବୀଟା। ଗ୍ରାମ୍ୟ ରୋଜଗାର ସେବକ, ଯେଉଁଟାକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଯେଉଁଟା NRGS 2005ରେ ସେଇଟା ଆରମ୍ଭ ହୋଇଥିଲା ଏବଂ GRS ନିଯୁକ୍ତି ପାଇଁ କୌଣସି ବ୍ୟବସ୍ଥା ନାହିଁ। NRGSରେ GRS ବୋଲି କୌଣସି ପଦବୀ ସେଭଳି କିଛି ବ୍ୟବସ୍ଥା ନାହିଁ। ତେଣୁକରି ଏଇଟା ସରକାର କେବଳ GRSଟି କିମ୍ବା NRGS କାମ କିଭଳି ସୁରୁଖୁରୁରେ ଚାଲିବ ସେଥିପାଇଁ ସରକାର GRS ପଦବୀଟା ସୃଷ୍ଟି କରିଛନ୍ତି। କିନ୍ତୁ ଏଠି ରାଜ୍ୟ ସରକାର GRS ନିଯୁକ୍ତି ପାଇଁ ORV ଆଇନ ଲାଗୁ କରିଛନ୍ତି, ଯେଉଁଟାକି ORV ଆଇନ ଲାଗୁ ହୋଇପାରିବ କେବଳ ଯେଉଁଟାକି କଣ୍ଟ୍ରାକ୍ଚୁଆଲ ନ ହେଇକି କେବଳ ହେଇଥିବ ରେଗୁଲାର ପଦବୀ ହେଇଥିବ। ତାକୁ ସରକାର ତାଙ୍କର ଆର୍ଥିକ କିମ୍ବା କୌଣସି କାରଣ ଦର୍ଶାଇ ତାକୁ କଣ୍ଟ୍ରାକ୍ଚୁଆଲ କରୁଛନ୍ତି 6 ବର୍ଷ, ତାପରେ ରେଗୁଲାର କରୁଛନ୍ତି, ସେଭଳି ପଦବୀରେ ଲାଗିପାରିବ ସଂରକ୍ଷଣ ବ୍ୟବସ୍ଥା। ଏଭଳି କ୍ଷେତ୍ରରେ ORV ଆଇନ ଲାଗୁ ହେବ କି ନାହିଁ ତାହା ବିଚାର୍ଯ୍ୟ। କୌଣସି ସିଭିଲ ପୋଷ୍ଟ ଆଧାରରେ GRSକୁ ନିଯୁକ୍ତି ଦିଆଯାଏ ନାହିଁ, ଏହା ସମ୍ପୂର୍ଣ୍ଣ ଠିକା ନିଯୁକ୍ତି। ତେଣୁ ଏ କ୍ଷେତ୍ରରେ ORV ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଅପରପକ୍ଷେ ରାଜ୍ୟ ସରକାରଙ୍କର ପ୍ରଶାସନିକ ସ୍ତରରେ ଆଇନକୁ ମନମୁଖୀ ଭାବେ ଲାଗୁ କରିପାରିବେ ନାହିଁ। ଏହାପରେ ଯେତେ GRS ନିଯୁକ୍ତି ଆସିବ ହାଇକୋର୍ଟଙ୍କର ଏଇ ରାୟକୁ ଏମାନେ ଫଲୋ କରିବେ। ଆଉ କେବେ ବି ଆସିବ ନାହିଁ ସଂରକ୍ଷଣ ବ୍ୟବସ୍ଥାର GRS। ଦେଖନ୍ତୁ, ଯେତେବେଳେ 2018ରେ 19ଟା ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା, ସେତେବେଳେ ସେଥିରୁ 5ଟି ରହିଥିଲା ଅନୁସୂଚିତ ଜାତି ପାଇଁ ଏବଂ 14ଟି ରହିଥିଲା ଅନୁସୂଚିତ ଜନଜାତି ବର୍ଗ ପାଇଁ। ଟୋଟାଲି 19ଟା ପୋଷ୍ଟକୁ ସଂରକ୍ଷଣ ଆଧାରରେ ଦିଆଯାଇଥିଲା, ଯେଉଁଥିରେ ନା UR କିଛି ଥିଲା, ଅନରିଜର୍ଭ କିଛି ଥିଲା, ନା SC BC କିଛି ଥିଲା। ତେଣୁକରି ଏଭଳି ଆଉ କୌଣସି ଯେତେ ଠିକା ପଦବୀ ଆସିବ ସେଥିରେ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିପାରିବ ନାହିଁ।